नमस्कार दर्शक बंधु शुभ सकाळ आज ହେଉଛି ଏପ୍ରିଲ ମାସ 26 ତାରିଖ ରବିବାର। ଚାଲନ୍ତୁ ନଜର ପକାଇବା ଆଜି ଦିନ ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାରୁ ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, ରାଜ୍ୟରେ ପ୍ରବଳ ତାତି, ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ। ତେବେ 2 ଦିନ ଯାଏଁ ତାତିର ନିସ୍ତାର ନାହିଁ। କାଲି ଯାଏ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। 2 ଦିନ ପରେ ବିଭିନ୍ନ ଜିଲ୍ଲାରେ 2ରୁ 4 ଡିଗ୍ରୀ ସେଲସିୟସ୍ ଯାଏ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାରୁ ୟେଲୋ ଆଲର୍ଟ ଦିଆଯାଇଛି। ତେବେ 2 ଦିନ ଯାଏଁ ତାତିର ନିସ୍ତାର ନାହିଁ। ପରବର୍ତ୍ତୀ ଖବର, ଆମେରିକାରେ H-1B ଭିସା ଉପରେ ସଙ୍କଟ, ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା। ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା। H-1B ଭିସାକୁ ନେଇ ଆମେରିକା କଂଗ୍ରେସରେ ଆସିଛି ଏକ ବିବାଦୀୟ ବିଲ୍। ଏହି ବିଲ୍ ଯଦି ପାରିତ ହୁଏ ତେବେ ହଜାର ହଜାର ଭାରତୀୟ IT ପ୍ରଫେସନାଲ ଭାଗ୍ୟ ଖରାପ ହୋଇଯିବ। ନୂଆ H-1B ଭିସା ଜାରି କରିବା ପରେ 3 ବର୍ଷ ପାଇଁ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ବାର୍ଷିକ ଭିସା ସଂଖ୍ୟା 65,000ରୁ ହ୍ରାସ କରି ମାତ୍ର 25,000 କରିବାକୁ କୁହାଯାଇଛି। ଭିସା ପାଇବା ପାଇଁ ସର୍ବନିମ୍ନ ବାର୍ଷିକ ଦରମା $2,00,000 ହେବା ଜରୁରୀ। ବର୍ତ୍ତମାନ ଚାଲିଥିବା ଲଟେରୀ ସିଷ୍ଟମକୁ ବନ୍ଦ କରି କେବଳ ସର୍ବାଧିକ ଦରମା ପାଉଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବାକୁ ପ୍ରସ୍ତାବ ରହିଛି। ପରିବାର ସଦସ୍ୟଙ୍କ ପାଇଁ ମିଳୁଥିବା ଭିସା ଏବଂ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ କଟକଣା ଲଗାଯାଇଛି। ପରବର୍ତ୍ତୀ ଖବର, ବିଧାନସଭା ସ୍ୱତନ୍ତ୍ର ଅଧିବେଶନକୁ ନେଇ ସରଗରମ ରାଜନୀତି। 30 ତାରିଖରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନକୁ ନେଇ ବାକ୍ଯୁଦ୍ଧ। ସରକାରଙ୍କୁ ସିଧା ନିଶାନା କରିଛନ୍ତି ବିରୋଧୀ। ମହିଳା ସଂରକ୍ଷଣ ବିଲ୍ କାଟ ଖାଇବା ପରେ ଏଭଳି ଦିନିକିଆ ଅଧିବେଶନ ଡାକିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ଏହାକୁ ଡ୍ରାମା କହିଥିବା ବେଳେ ବିଜେପି କହିଛି। ତେଣୁ ଦିନିକିଆ ଅଧିବେଶନରେ ତମ୍ପିଫାନ ହୋଇପାରେ ବୋଲି ଆକଳନ କରାଯାଉଛି। ସଂସଦର ସ୍ୱତନ୍ତ୍ର ଦିନିକିଆ ଅଧିବେଶନରେ ସମ୍ବିଧାନ ସଂଶୋଧନ ପାଇଁ ବିଲ୍ ଆସିଥିଲା। 2011 ଜନଗଣନା ଅନୁସାରେ ଲୋକସଭା ଆସନ ସୀମା ପୁନର୍ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିଲେ, ଯାହାକୁ ନେଇ କଂଗ୍ରେସ ଓ ବିଜେଡି ଆପତ୍ତି ଉଠାଇଥିଲେ। ପରବର୍ତ୍ତୀ ଖବର, ମେ 1ରୁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ପ୍ରଜନନ ପାଇଁ ମେ 1 ତାରିଖରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀରମାନେ ହିଂସ୍ର ହୋଇଥାନ୍ତି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 3 ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ। ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ହୁଏ। ବିଶେଷ କରି ବଉଳା କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ପରବର୍ତ୍ତୀ ଖବର, ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ। ପୁଣି ବର୍ଷିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମେଟ୍ରୋ ସିଜିମାଲି ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ସସ୍ମିତ। ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର। ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ 2 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ପରବର୍ତ୍ତୀ ଖବର, ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ନୀତି ଆୟୋଗର ଉପାଧ୍ୟକ୍ଷ ହେବେ ବିଜେପି ବିଧାୟକ ଅଶୋକ ଲାହିଡ଼ି। ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିଡ଼ିଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ଭାରତ ସରକାରଙ୍କ ଦ୍ୱାଦଶ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ପରବର୍ତ୍ତୀ ଖବର, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ହରମୁଜର ପ୍ରଥମ ଟୋଲ୍ ଆଦାୟ କଲା ଇରାନ। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ୱବାସୀ ଅପେକ୍ଷା କରିଥିବା ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି ପାକିସ୍ତାନ ଗସ୍ତରେ ଅଛନ୍ତି, କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ। ପରବର୍ତ୍ତୀ ଖବର, ମେ 31 ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ। ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମେ 31 ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନରେ ସେଲ୍ଫ
ଆର୍ପେଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ସେମାନେ କେତେ କାମ କରୁଛନ୍ତି ସେସବୁର ସମ୍ପୂର୍ଣ୍ଣ ଭାବେ ହିସାବ ନିକାଶ ହେବ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର, ଗୋଟିଏ ଦିନରେ 10 ଲକ୍ଷ ଫଲୋଅର୍ସ ହରାଇଲେ ରାଘବ ଚଡ୍ଡା। ଆମ୍ ଆଦମୀ ପାର୍ଟି ଛାଡ଼ି ରାଘବ ଚଡ୍ଡା ଭାରତୀୟ ଜନତା ପାର୍ଟି ବିଜେପିରେ ଯୋଗ ଦେଇଛନ୍ତି, ଯାହାର ପ୍ରଭାବ ସୋସିଆଲ ମିଡ଼ିଆରେ ଦେଖାଯାଇଛି। କାରଣ ମାତ୍ର 24 ଘଣ୍ଟା ମଧ୍ୟରେ ସେ ପ୍ରାୟ 10 ଲକ୍ଷ ଫଲୋଅର୍ସ ହରାଇଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି ଜେନ୍ ଜେଡ୍ ଥିଲେ। ତଥ୍ୟ ଅନୁଯାୟୀ ରାଘବଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ଯାହା ଶୁକ୍ରବାର ପ୍ରାୟ 14.6 ନିଯୁତ ଥିଲା, ଏବେ 13.5 ନିଯୁତକୁ ହ୍ରାସ ପାଇଛି। ପରବର୍ତ୍ତୀ ଖବର, ଥରକେ 50 ଲିଟରରୁ ଅଧିକ ପେଟ୍ରୋଲ ବିକି ପାରିବେ ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ଦେଖାଦେଇନାହିଁ। ସରକାରୀ ତୈଳ କମ୍ପାନୀଗୁଡ଼ିକ ଥରକେ 50 ଲିଟରରୁ ଅଧିକ ପେଟ୍ରୋଲ ଓ 500 ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ ବିକ୍ରି ଉପରେ ରୋକ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର 2500ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ୍ ଅଏଲର 1400 ପାଖାପାଖି ପେଟ୍ରୋଲ ପମ୍ପ ରହିଛି। ଭୁବନେଶ୍ୱର ଆର୍ଏସ୍ଏଫ୍ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ୱାସ କରାଯାଉଛି। ପରବର୍ତ୍ତୀ ଖବର, ଝିଅଙ୍କ ଭବିଷ୍ୟତ ସୁରକ୍ଷିତ କରୁଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା। କନ୍ୟା ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉଚ୍ଚଶିକ୍ଷା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ବିଶେଷ କରି ମଧ୍ୟବିତ୍ତ ଗାଁରେ ବସବାସ କରୁଥିବା ପରିବାରଗୁଡ଼ିକ ପାଇଁ ଏ ଯୋଜନାଗୁଡ଼ିକ ବେଶ୍ ସହାୟକ ସାବ୍ୟସ୍ତ ହେଉଛି। ଆଜି ମଧ୍ୟ ସମାଜରେ ଅନେକ ସ୍ଥାନରେ ଝିଅମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସଠିକ୍ ଧ୍ୟାନ ଦିଆଯାଉନାହିଁ। ପରବର୍ତ୍ତୀ ଖବର, 2047 ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର 5ମ ସ୍ଥାନକୁ ନେବା ଆମ ଲକ୍ଷ୍ୟ। ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଆଜି ରାଜ୍ୟ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣୀ ସମ୍ପଦ, ପ୍ରାଣୀ ସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରୀ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ପ୍ରାଣୀ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଆଜି ରାଜ୍ୟରେ ପ୍ରାୟ 100 କୋଟି ଟଙ୍କାରେ ନିର୍ମିତ 76ଟି ପ୍ରାଣୀ ଚିକିତ୍ସାଳୟ ଓ 4ଟି ପ୍ରାଣୀ ସହାୟତା କେନ୍ଦ୍ର ନୂତନ ଗୃହ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରବର୍ତ୍ତୀ ଖବର, ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ 42 ତୁମ୍ବ ନିର୍ମାଣ ସମ୍ପନ୍ନ। 3 ରଥ ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ତୁମ୍ବ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। 3 ରଥ ପାଇଁ ମୋଟ 42ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଖୁବ୍ ଶୀଘ୍ର ଅଖ ନିର୍ମାଣ ପାଇଁ କାଠ ରଥଖଳାରେ ପହଞ୍ଚିବ ବୋଲି ମୁଖ୍ୟ ବିଶ୍ୱକର୍ମା ସୂଚନା ଦେଇଛନ୍ତି। ସେପଟେ କଟକ ଖପୁରିଆ ସ୍ଥିତ କରତକଲିରେ ରଥ ଚକ ନିର୍ମାଣ ପାଇଁ ପହି କଟା କାର୍ଯ୍ୟ ଜାରି ରହିଛି। ପ୍ରତିବର୍ଷ ତୁମ୍ବ ନିର୍ମାଣ ପାଇଁ 22ଟି କାଠର ଆବଶ୍ୟକ ପଡ଼ିଥାଏ, କିନ୍ତୁ ଚଳିତ ବର୍ଷ ମାତ୍ର 15ଟି କାଠରେ ସମସ୍ତ ଆବଶ୍ୟକୀୟ ତୁମ୍ବ ନିର୍ମାଣ କରାଯାଇଛି। ପରବର୍ତ୍ତୀ ଖବର, ଆସନ୍ତାକାଲିଠୁ କାଳବୈଶାଖୀ, ସମୁଦ୍ର ରହିବ ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ବାରଣ। ଆସନ୍ତାକାଲିଠୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି। ମେ 1 ତାରିଖ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ 30ରୁ 40 କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। କାଳବୈଶାଖୀ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ। ସମୁଦ୍ର ମଧ୍ୟ ଝଡ଼ ଓ ଅଧିକ ବେଗରେ ପବନ ବହିବା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପ୍ରକାଶ କରିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ ଓ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ କୁଆପଥର ମାଡ଼ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର, ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ, ଧର୍ମେନ୍ଦ୍ର ପ୍ରଧାନ। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ସମଗ୍ର ଭାରତବର୍ଷର ମାତୃଶକ୍ତିମାନେ ସମର୍ଥନ ଦେଉଥିବା ବେଳେ ବିରୋଧୀମାନେ ମହିଳାମାନଙ୍କ ପାଇଁ ଆସନ ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି। ବିରୋଧୀମାନଙ୍କର ଏଭଳି ମନୋଭାବ ନାରୀ ଶକ୍ତିର ବିକାଶ ପଥରେ ବାଧା ସୃଷ୍ଟି କରୁଛି। ଦେବଗଡ଼ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପରବର୍ତ୍ତୀ ଖବର, ଡାକ୍ତରଙ୍କୁ ହାଇକୋର୍ଟଙ୍କ ତାଗିଦ। ଜଣେ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ଯେଭଳି ଭାବେ ପ୍ରେସ୍କ୍ରିପସନ୍ ଲେଖିଛନ୍ତି, ତାକୁ ଏମିତି କେହି ନାହିଁ ଯିଏ କି ପଢ଼ିପାରିବେ ଏବଂ ବୁଝିପାରିବେ। ଡାକ୍ତରଙ୍କ ଦ୍ୱାରା ଏଭଳି ଖାମଖିଆଲି ଭାବେ ଲେଖାଯାଇଥିବା
ପ୍ରେସ୍କ୍ରିପ୍ସନକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ମତ୍ସ୍ୟ ବିଭାଗ। ଏପ୍ରିଲ 25 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ମନା କରାଯାଇଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ଆଜି ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି। ପରବର୍ତ୍ତୀ ଖବର, ହୁ ବଢ଼ିଯିବ ସାବୁନ ସାମ୍ପୁ ଦାମ ବଢ଼ିଯିବ। ଯୁଦ୍ଧର ସଙ୍କଟ ଭିତରେ ସବୁ କଞ୍ଚାମାଲ ଦରଦାମ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାମ୍ ଅଏଲ ବି ଦାମ ବଢ଼ାଇ ସାରିଛି। ଭାରତ ବିଶ୍ୱର ସର୍ବବୃହତ ପାମ୍ ତେଲ ଆମଦାନୀକାରୀ। ଏହା ପ୍ରତିବର୍ଷ ପ୍ରାୟ 9.5 ନିଯୁକ୍ତ ଟନ୍ ପାମ୍ ତେଲ ବ୍ୟବହାର କରେ। ତେବେ ପାମ୍ ଅଏଲ ଆମଦାନୀ ଦର ବଢ଼ୁଥିବାରୁ ସେଥିରେ ତିଆରି ହେଉଥିବା ସାମଗ୍ରୀ ମଧ୍ୟ ବହୁତ ବଢ଼ିଯିବାର ଆଶଙ୍କା ଘୋଡ଼େଇଲାଣି। ପରବର୍ତ୍ତୀ ଖବର, ଅମିତ ଶାହଙ୍କ ବଡ଼ ଘୋଷଣା। ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ। ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଏକ ବଡ଼ ଘୋଷଣା। ଅମିତ ଶାହ କହିଛନ୍ତି ଯେ ମେ 5 ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅନୁପ୍ରବେଶକାରୀମାନେ ଆମ ଯୁବମାନଙ୍କ ଚାକିରି ଛଡ଼ାଇ ନେଉଛନ୍ତି ଏବଂ ଗରିବଙ୍କ ରାସନ ଖାଉଛନ୍ତି। ପରବର୍ତ୍ତୀ ଖବର, ଆଇପିଏଲ୍ରେ ଅଘଟଣ। ଫିଲ୍ଡିଂ ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗଭୀର ଆଘାତ। ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ଠିକ୍ ଏହି ସମୟରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପଞ୍ଜାବ କିଙ୍ଗସ୍ ଇନିଂସ ଆରମ୍ଭ ସମୟରେ ଏହି ଘଟଣା ଘଟିଥିଲା। ପରବର୍ତ୍ତୀ ଖବର, ଆଇପିଏଲ୍ 2024। ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ 6 ୱିକେଟରେ ପରାସ୍ତ କରିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ 2024ର 35ତମ ମ୍ୟାଚରେ ରନ୍ ବର୍ଷା ହୋଇଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗସ୍ 6 ୱିକେଟରେ ପରାସ୍ତ କରିଛି। ଏଠାରେ ପଞ୍ଜାବ 18 ଓଭରରେ 4 ୱିକେଟ ହରାଇ 265 ରନ୍ କରିଛି। ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ପଞ୍ଜାବ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ପରବର୍ତ୍ତୀ ଖବର, ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ 3 ରଥ ନିର୍ମାଣ ପାଇଁ ରଥରୁ ରଥ କାଠକୁ ଶନିବାର ପୁରୀ ପଠାଗଲା। 40 ଫୁଟ ଲମ୍ବ 3 ଫୁଟ ଗୋଲେଇ 23 ଗୋଟି ଢଉ ଗଣ୍ଠି କାଠ, ଯାହାର ପରିମାଣ 600 ସିଫ୍ଟ। ବନ ବିଭାଗର ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ଏହି କାଠ ବୋଝେଇ ଟ୍ରକଟିକୁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ବାଲିଗୁଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ପୂଜାର୍ଚ୍ଚନା ସହ କାଠଯାନକୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ପତାକା ଦେଖାଇ ଛଡ଼ାଯାଇଛି। ପରବର୍ତ୍ତୀ ଖବର, ସୁନା ଦର ଅପରିବର୍ତ୍ତିତ, ବଢ଼ିଲା ରୂପା ଦର। ଆଜି ବଜାରରେ ସୁନାର ମୂଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ ରୂପା ଦର ବୃଦ୍ଧି ପାଉଛି। ଆଜି ସୁନା ଦର ଅପରିବର୍ତ୍ତିତ ରହି 24 କ୍ୟାରେଟ୍ ସୁନା ଦର 1,54,040 ଟଙ୍କା ଅଛି। 22 କ୍ୟାରେଟ୍ ସୁନା ଦର 1,41,200 ଟଙ୍କା ରହିଛି। ରୂପା ଦର 1 କେଜି ପିଛା 5,000 ଟଙ୍କା ବଢ଼ି 2,70,000 ଟଙ୍କା ରହିଛି। ପରବର୍ତ୍ତୀ ଖବର, ବାରବାଟୀ ଷ୍ଟାଡିୟମକୁ ଏନ୍ଜିଟିର ନୋଟିସ୍। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ବା ଏନ୍ଜିଟି ନୋଟିସ୍। ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର 6ଟି କ୍ରିକେଟ ଷ୍ଟାଡିୟମକୁ ଏନ୍ଜିଟି ନୋଟିସ୍ କରିଛନ୍ତି। ବିନା ଏନ୍ଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ଏନ୍ଜିଟି। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ ନ କରିବା, ଆବଶ୍ୟକ ସୂଚନା ନ ଦେବା ଅଭିଯୋଗରେ ଗତ 16 ତାରିଖରେ ବାରବାଟୀ ସମେତ 6ଟି ଷ୍ଟାଡିୟମକୁ ନୋଟିସ୍ ଜାରି କରାଯାଇଛି। ପରବର୍ତ୍ତୀ ଖବର, ତେହେରାନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧର 2 ମାସ ପରେ ତେହେରାନ ବିମାନ ବନ୍ଦର ପୁଣି ଖୋଲିଛି। ଯଦିଓ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଏବେ ଶେଷ ହୋଇଛି, ତଥାପି ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ତେହେରାନର ଇମାମ ଖାମେନି ଅନ୍ତର୍ଜାତୀୟ ବିମାନ ବନ୍ଦରର ଶନିବାର ସକାଳେ କିଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିଛି। ପରବର୍ତ୍ତୀ ଖବର, 50,000 ସର୍ବନିମ୍ନ ଦରମା 7% ବୃଦ୍ଧି। କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଆସିଗଲା ବଡ଼ ଅପଡେଟ୍। ଏପ୍ରିଲ 14 ତାରିଖରେ 8ମ ବେତନ କମିଶନ ସମ୍ପର୍କରେ ଏକ ସରକାରୀ ସ୍ମାରକପତ୍ର ଦାଖଲ କରିଥିଲା, ଯେଉଁଥିରେ ସର୍ବନିମ୍ନ ଦରମା 69,000 ଏବଂ ଫିଟମେଣ୍ଟ ଫ୍ୟାକ୍ଟର 3.833 ଦାବି କରାଯାଇଥିଲା। ଏହି ସମୟରେ ପ୍ରଗତିଶୀଳ ଶିକ୍ଷକ ନ୍ୟାୟ ମଞ୍ଚ ଭଳି ଶିକ୍ଷକ ସଂଗଠନଗୁଡ଼ିକ କେନ୍ଦ୍ର ସରକାରୀ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମୂଳ ଦରମା 50,000ରୁ 60,000 ପ୍ରସ୍ତାବ ଦେଇଛନ୍ତି।